ଏଥିରେ ଆମର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା ହେଉଛି। ବିଭିନ୍ନ ଦାବି ଭିତରେ ରହିଛି ଚିକିତ୍ସା ଭତ୍ତା, ମୁଖ୍ୟତଃ ଚିକିତ୍ସା ଭତ୍ତା, ଚିକିତ୍ସା ସୁବିଧା, ଆଉ 65 ବର୍ଷରୁ ଆଡିସନାଲ ପେନସନ, ଆଉ ଟ୍ରେନରେ ରିହାତି, ଟ୍ରେନ ଫେୟାରରେ ରିହାତି, ଏଭଳି ଆମର ଡିମାଣ୍ଡ ସବୁ 9 ଦଫା ଦାବି ରହିଛି। ସେ ଦାବି ଉପରେ ଆଲୋଚନା ହେବ। ଆଲୋଚନା ହେଇକରି ଷ୍ଟେଟକୁ ଯିବ, ଷ୍ଟେଟର ଗଭର୍ଣ୍ଣମେଣ୍ଟକୁ ମଧ୍ୟ ଯିବ। ଏ ସମ୍ପର୍କରେ ଅଷ୍ଟମ ଦ୍ୱିବାର୍ଷିକ ସମ୍ମିଳନୀ ହେଉଛି ଆମର। ଆ ଦ୍ୱାରା ଆମର ଅନୁବନ୍ଧିତ ଯେତିକି ବି ଅଛନ୍ତି ଜିଲ୍ଲାରେ, ବିଭିନ୍ନ ବ୍ଲକରେ ବି ଅର୍ଗାନାଇଜେସନ ଅଛନ୍ତି ଅବସରପ୍ରାପ୍ତର କୋରାପୁଟ ଜିଲ୍ଲା ଭିତରେ, ସେମାନଙ୍କ ସହିତ ଅନୁବନ୍ଧିତ ଅଛି ଆମର କୋରାପୁଟ ଅବସରପ୍ରାପ୍ତ ସଂଘ। ସମସ୍ତଙ୍କୁ ନେଇ ଆଜି ଆମର ଯାହା ଦାବି ସରକାରଙ୍କ ପାଖରେ ରହିଛି 9 ଦଫା ଦାବି, ସେଇ ଦାବି ଉପରେ ଆମେ ଟିକେ ଚାପ ପ୍ରୟୋଗ କରିବା ପାଇଁ ଆଜି ଏକାଠି ହୋଇଛୁ। ସବୁ ପ୍ରମୁଖ ଦାବି ହେଲା, ଆପଣ ଦେଖନ୍ତୁ, ଯେହେତୁ ବାର୍ଦ୍ଧକ୍ୟ ଅବସ୍ଥାରେ ଆପଣଙ୍କୁ ଯେଉଁ ମେଡ଼ିକାଲ ଏକ୍ସପେନ୍ସେସ୍ ବେଶୀ ହୁଏ, ଚିକିତ୍ସା ଭତ୍ତା, ଚିକିତ୍ସା କ୍ଷେତ୍ରରେ ଯାହା କିଛି ସୁବିଧା ସୁଯୋଗ, ଟ୍ରେନ୍ ଆଉ ବସ୍ରେ ଯେଉଁ ରିହାତି ଥିଲା ବର୍ତ୍ତମାନ ଉଠିଯାଇଛି, ତାକୁ ପୁନର୍ବାର ଲାଗୁ କରିବା ପାଇଁ ଆମର ଦାବି ରହିଛି। ଏହାଛଡ଼ା ବକେୟା ଯାହା ଯାହା ରହିଛି ଆମର ଡିଏ କି ଯେସବୁ ଜିନିଷ ରହିଛି, ସମୟାନୁବର୍ତ୍ତିତା ହିସାବରେ ଯେହେତୁ କର୍ମଚାରୀମାନେ ଅବସରପ୍ରାପ୍ତ 30-40 ବର୍ଷ ଧରି ସରକାରଙ୍କୁ ସହଯୋଗ କରିକି ଆସିଛନ୍ତି, ସେମାନଙ୍କର ବୃଦ୍ଧ କାଳରେ ସରକାରଙ୍କର ମୁଖ୍ୟ ଦାୟିତ୍ୱ କି ସେମାନଙ୍କର କଥା ଶୁଣିବା ପାଇଁ ବୋଲିକି, ତେଣୁ ଆମେ ଏହିସବୁ ଦାବିକୁ ନେଇ ଆଜି ସମ୍ମିଳନୀରେ ଆମେ ଆଲୋଚନା କରୁଛୁ।